ଅନନ୍ତପୁର ସୁନ୍ଦର ବଟ ମହାପୁରୁଷ ମାନଙ୍କର ତ ଏହି ବଟ ସୁନ୍ଦର ବଟ ଏଇଠାରେ ଅନନ୍ତ ମହାପ୍ରଭୁ ରହି କିପରି ରହିଥିଲେ ସେ ବିଷୟରେ ଜାଣିବା। ଏ ହେଉଛି ତାରିଧାମ। ସୁନ୍ଦର ଗଛ ଫଳନ୍ତି ଗଛ ମାନେ ସବୁ ଫଳନ୍ତି ଗଛ ମାନ ଅନନ୍ତପୁର ଗ୍ରାମ ଠାରେ ଏହି ଅନନ୍ତ ମହାପୁରୁଷଙ୍କ ପୀଠ। ଅନନ୍ତ ମହାପୁରୁଷଙ୍କ ପୀଠ ବିଷୟରେ ଆମେ ଜାଣିଛେ। ଆମେ ପାଟଳିପଙ୍ଗ ଗ୍ରାମରେ ଅନନ୍ତ ଗୋସାଇଙ୍କ ବିଷୟରେ ଗୋଟିଏ ଭିଡ଼ିଓ କରିଥିଲେ। ସେଠି ବାବାଙ୍କ ବିଷୟରେ ଆମେ ଜାଣିଲେ ଜୀବନ୍ତ ଥିବାବେଳେ ତାଙ୍କ ପାଇଁ ଭକ୍ତମାନେ କିପରି ସମାଧି ଗଠନ କରିଛନ୍ତି। ଆଜି ଏହି ଗ୍ରାମର ନୀଳାଞ୍ଚଳ ପାଖରେ ଅନନ୍ତପୁର, ଏହି ଅନନ୍ତପୁର ଗ୍ରାମରେ ଆମେ ଏହି ଅନନ୍ତ ଗୋସାଇଙ୍କ ବା ଅନନ୍ତଙ୍କ ଭିଡ଼ିଓ ଆଜି କରିବା। କିନ୍ତୁ ମହନ୍ତ ବା ବାବା ଆମର କିଛି ମତ ରଖିବାକୁ ମନା କରୁଛନ୍ତି। ତଥାପି କିଛି ଗୁପ୍ତ ରହୁଛି। ଆମେ ଭିଡ଼ିଓରେ ସାମ୍ନାରେ ବାବାଙ୍କୁ ନ ନେଲେ ମଧ୍ୟ ଅଳ୍ପ କିଛି ଜାଣିବା। ବାବା ଗୁପ୍ତ ଯେଉଁ ରହୁଛି, ଗୁପ୍ତ କ୍ଷେତ୍ର ଭାବରେ ଆକୁ ଆମେ କହିବା ନା ଏମିତି ସାଧା? ଗୋଟେ ଗୁପ୍ତ କ୍ଷେତ୍ର। ଆଚ୍ଛା, ଏ ଗୁପ୍ତ କ୍ଷେତ୍ର କିନ୍ତୁ ଆର ପ୍ରଘଟ ହେବାର ସମୟ ହେଇନି। ଆଚ୍ଛା, ଏ ହେଉଛି ଗୋଟେ ଗୁପ୍ତ କ୍ଷେତ୍ର। ଏ ହେଉଛି ଅନନ୍ତପୁର। ଅନନ୍ତପୁର ଏ ଗ୍ରାମ ନାଁ ହେଲା ଅନନ୍ତପୁର। ଏ ହେଉଛି ଗୋଟେ ଗୁପ୍ତ କ୍ଷେତ୍ର। ଏ ଗୁପ୍ତ କ୍ଷେତ୍ର ସମୟ ହେଇନି, ସମୟ ଆସିଲେ ନିଶ୍ଚିନ୍ତ ହେଲେ ଆର ପ୍ରଘଟ ହବ। ହଁ, ପ୍ରଘଟ ହବ ଏବଂ ସମସ୍ତେ ଜାଣିବେ। ଏହା ଆପଣମାନେ ଜାଣନ୍ତୁ, ଯେଉଁ ଐତିହ୍ୟ ବିଷୟରେ ଆମେ ବର୍ଣ୍ଣିତ ଅଛି ସବୁ କଥା ଜାଣୁଛେ। ଇଏ ହେଉଛି ସେଇ ଗୁପ୍ତ କ୍ଷେତ୍ର। ଯେଉଁ ସମୟ ନ ଆସିବା ପର୍ଯ୍ୟନ୍ତ ଆମେମାନେ ଗୁପ୍ତ ରହସ୍ୟ କିଛି ଜାଣିପାରିବା ନାହିଁ। ଆଗରୁ ଏମିତି କିଛି ଐତିହ୍ୟ ପୀଠକୁ ଆମେ ଗଲେ ଜାଣିଛେ, କିନ୍ତୁ ତାହା ତ ଭଗବାନଙ୍କର ମହିମା। ସେ ଗୁପ୍ତ ସମୟ କେବେ ଆସିବ, ଆମେ ଏଇ ଅନନ୍ତପୁର ଆସି ଅନନ୍ତଙ୍କ ଭିଜୁଆଲ୍ କରିବା। ଏ ତାର ଚତୁଃପାର୍ଶ୍ୱ ଆପଣ ଏଇଠିକାର ପୂଜକ? ଆମେ ଏଠି ଆଜି 11 ବର୍ଷ ହେଲାଣି ରହିଲୁଣି। ଆଜ୍ଞା ଆଜ୍ଞା, ଆମର 11 ବର୍ଷର ଏଇଠି। ଆଚ୍ଛା ବାବା, ଟିକେ ଜାଣିବାକୁ ଚାହୁଁଛୁ, ଆମେ ଯେଉଁ ପୀଠମାନଙ୍କୁ ଯାଉଛୁ ପ୍ରାୟତଃ ଦେହ ପା ଛୋଟ ପିଲାଙ୍କର ଖରାପ ହେଲେ ଝଡ଼ା ଫୁଙ୍କା କରାଯାଏ। କିଛି ଦୈବିକ ଶକ୍ତି ଦ୍ୱାରା ମଧ୍ୟ କିଛି ଔଷଧ ମଧ୍ୟ ଦିଆଯାଇଥାଏ। ଏ ପୀଠରେ ସେମିତି କିଛି ନାହିଁ। କିନ୍ତୁ ଏଠି ଯେଉଁମାନେ ଆସିକି ଯାହାର ମାନସିକ ସଂକଳ୍ପ ଆମେ ଦେଖୁ, ସେ ତାଙ୍କର ଇଆଡ଼େ ଏଠି ଆସି ବାନ୍ଧି ଦେଇ ଆସନ୍ତି। ଶଙ୍ଖା ଖଣ୍ଡ ସିନ୍ଦୁର ଯାହା ଯିଏ ଆଣିକି ବାନ୍ଧିକି ଯାଆନ୍ତି। ବାନ୍ଧି ତାଙ୍କ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ସେ ଆସିକି କହନ୍ତି। ତାଙ୍କ ବାଟରେ ଯାଆନ୍ତି। ତେଣୁ ଆମ ଭିତରେ ଅଛୁ, ଆମ ପାଖକୁ କେହି ଯିବା ଆସିବା ଏତେ। ଆଚ୍ଛା, ଯେଉଁ ଗୁପ୍ତ ରହୁଛି ସେ ପ୍ରଘଟ ହେଲା ପରେ ନିଶ୍ଚିନ୍ତ ସମାଜରେ ସମସ୍ତେ ଜାଣିବେ। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଏହି ଅନନ୍ତପୁର ଆସି ଆମେମାନେ ଅନନ୍ତ ଗୋସାଇ ଗାଦି ଦେଖିଲେ, କିନ୍ତୁ ଯେଉଁ ଗୁପ୍ତ କଥା ଅଛି ସେ ଗୁପ୍ତ ସମୟ ଆସିନି। ସେ ଗୁପ୍ତ ସମୟ ଆସିଲା ପରେ ପ୍ରଭୁଙ୍କର ଗୁପ୍ତ ଲୀଳା ଜଣାପଡ଼ିବ। ଯାହା ବି ହେଉ, ଏ ଧାମଟି ଏ ନୀଳାଞ୍ଚଳ ପାଖରେ ଆସନ୍ତୁ। ଆଜିର ଭିଡ଼ିଓଟିକୁ ଏଇଠି ଆମେ ଶେଷ କରିବା। ଧନ୍ୟବାଦ।